ଯୋଗ ବିଷୟରେ ଆମେ କହୁଥିଲେ ପୁରୁଷାର୍ଥ ଚତୁଷ୍ଟୟ ପ୍ରାପ୍ତି ହୋଇଥାଏ ଯୋଗ କଲେ। ବିଶିଷ୍ଟ ଚିକିତ୍ସା ଶାସ୍ତ୍ରବିତ୍ ଚରକ ତାଙ୍କର ଚରକ ସଂହିତାରେ ଏକଥା କହିଛନ୍ତି, ଧର୍ମାର୍ଥ କାମ ମୋକ୍ଷାଣାମ୍ ଆରୋଗ୍ୟ ମୂଳମୁତ୍ତମମ୍, ଅର୍ଥାତ୍ ଚତୁର୍ବର୍ଗ ଫଳ ପ୍ରାପ୍ତି ଯୋଗ ଦ୍ୱାରା ହିଁ ହୋଇଥାଏ। ମନୁଷ୍ୟର ଯେଉଁ ପୁରୁଷାର୍ଥ ଚତୁଷ୍ଟୟ ଧର୍ମ, ଅର୍ଥ, କାମ, ମୋକ୍ଷ ଇତ୍ୟାଦି ଲାଭ କରିଥାଏ, ତାହା ଯୋଗ ଦ୍ୱାରା ହିଁ ସମ୍ଭବ ହୋଇଥାଏ। ଏବଂ ଯୋଗ କଲେ ମନୁଷ୍ୟ ଆରୋଗ୍ୟ ରହିଥାଏ। ମନୁଷ୍ୟ ସୁସ୍ଥ ରହିଲେ ହିଁ ଏହି ଚତୁର୍ବର୍ଗ ଫଳ ପ୍ରାପ୍ତି ଲାଭ କରିପାରିବ, ଫଳ ପ୍ରାପ୍ତି ତା'ର ହୋଇପାରିବ ମନୁଷ୍ୟର। ତେଣୁ ଯୋଗ କରିବା ନିତ୍ୟାନ୍ତ ଆବଶ୍ୟକ। ସଂସ୍କୃତ ବୈୟାକରଣ ପତଞ୍ଜଳିଙ୍କର ଅଷ୍ଟାଙ୍ଗ ଯୋଗ, ସେ ତାଙ୍କ ଯୋଗ ସୂତ୍ରରେ ଅଷ୍ଟାଙ୍ଗ ଯୋଗକୁ ପ୍ରାଧାନ୍ୟ ଦେଇଛନ୍ତି ଏବଂ ଅଷ୍ଟାଙ୍ଗ ଯୋଗର ଅନ୍ୟ ନାମ ହେଉଛି ରାଜଯୋଗ। ସେହି ଅଷ୍ଟାଙ୍ଗ ଯୋଗ ଗୁଡ଼ିକ ହେଉଛି ଯମ, ନିୟମ, ଆସନ, ପ୍ରାଣାୟାମ, ଧ୍ୟାନ, ଧାରଣା, ସମାଧି, ପ୍ରତ୍ୟାହାର। ଏବଂ ଏହି ଅଷ୍ଟାଙ୍ଗ ଯୋଗକୁ କୁହାଯାଏ ରାଜଯୋଗ। ତେଣୁ ଯୋଗ ଶବ୍ଦର ଅର୍ଥ ମଧ୍ୟ, ଯୋଗ କହିଲେ ଯୋଡ଼ିବା, ଜୀବାତ୍ମାକୁ ପରମାତ୍ମା ସହ ମିଳନକୁ ଯୋଗ କୁହାଯାଏ। ଯୋଗ କହିଲେ ପ୍ଲସ୍, ମିଶେଇବା ବା ଯୋଡ଼ିବା। ମ୍ୟାଥମେଟିକ୍ସରେ ତାକୁ ଆମେ 2+3 5 ବୋଲି କହିବା। ଯୋଗ ଶବ୍ଦ ଆମର ଯୋଗରେ କହିବା ଯେ ଜୀବାତ୍ମା ସହ ପରମାତ୍ମାଙ୍କର ମିଳନକୁ ଯୋଗ କୁହାଯାଏ। ସେହିଭଳି ବି ଉପସର୍ଗ ଲାଗିଗଲେ ବିଯୋଗ, ଅର୍ଥାତ୍ ଏ ମାୟାମୋହ ସଂସାରରୁ ନିଜକୁ ବିଯୁକ୍ତ କରିବା, ନିଜକୁ ଦୂରେଇ ଆଣିବା ଏ ମାୟାମୋହ ସଂସାରକୁ। ତେଣୁ ଯୋଗ ଶବ୍ଦର ଅର୍ଥ ବିଯୋଗ ବା ମିଶେଇବା, ଜୀବାତ୍ମା ସହ ପରମାତ୍ମାକୁ ମିଳନକୁ, ପରମାତ୍ମାଙ୍କର ମିଳନକୁ ଯୋଗ କୁହାଯାଏ। ଏବଂ ଯୋଗ ଶବ୍ଦରେ ବି ଉପସର୍ଗ ଲଗାଇଦେଲେ ବିଯୋଗ, ଅର୍ଥାତ୍ ଏହି ସଂସାରର ମନୁଷ୍ୟକୁ ଏହି ମାୟାମୋହ ସଂସାରରୁ ବିଯୋଗ